ଏବେ ବି ସାମ୍ନାକୁ ଆସିଲା ବଡ଼ ଖବର। ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ସମ୍ବିତ ପାତ୍ରଙ୍କ ଏହି ବିବୃତ୍ତି ନେଇ ରାଜନୀତିରେ ହଲଚଲ। ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍ ଶୋ ପରେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିବୃତ୍ତି ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା। ସେ ଏକ ଟିଭି ଚ୍ୟାନେଲକୁ ବାଇଟ୍ ଦେଇ କହିଛନ୍ତି ଯେ ପ୍ରଭୁ ଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ଏହାକୁ ନେଇ ଓଡ଼ିଶା ତଥା ରାଜନୀତି ବେଶ୍ ତୋଫାନ ଆରମ୍ଭ ହୋଇଛି। ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବେ ଦେଖିବା ପୂର୍ବରୁ ଗୋଟେ କଥା କହିବି, ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ଯାଇ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ଯାହାଫଳରେ କି ସର୍ବପ୍ରଥମେ ଲାଟେଷ୍ଟ ଖବର ଆସିବ ପହଞ୍ଚି ପାରିବ ଆପଣମାନଙ୍କ ପାଖରେ। ଆଉ ଲେଟ୍ କରିବାନି, ଯିବା। ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ସମ୍ବିତ ପାତ୍ରଙ୍କ ଏହି ବିବୃତ୍ତି ନେଇ ରାଜନୀତିରେ ହଲଚଲ। ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍ ଶୋ ପରେ ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିବୃତ୍ତି ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା। ଲୋକ ଆସିଥିଲେ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ଏପରି ସମାବେଶ ଦେଖି ମୁଁ ଭାବବିହ୍ୱଳ ହୋଇଛି ବୋଲି କହିଛନ୍ତି ସମ୍ବିତ ପାତ୍ର। ଜାତୀୟ ସ୍ତରରେ ଜଣେ ଉଚିତ ତଥା ନେତା, ଜଣେ ଭଲ ପ୍ରବକ୍ତା, ଜଣେ ପରିଚିତ ସମ୍ବିତଙ୍କ ଏପରି ବିବୃତ୍ତି ନେଇ ରାଜନୀତି ଠାରୁ ଆରମ୍ଭ କରି ଜାତୀୟ ରାଜନୀତିରେ ସମସ୍ତେ ନିନ୍ଦା କରିବାରେ ଲାଗିଛନ୍ତି। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଜାତୀୟ କଂଗ୍ରେସ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆମ୍ ଆଦମୀ ପାର୍ଟି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ମୁଁ ବିଜେପିର ଏହି ବିବୃତ୍ତି ଦୃଢ଼ ନିନ୍ଦା କରୁଛି। ସେମାନେ ଭାବିବା ଆରମ୍ଭ କରିଛନ୍ତି ଯେ ସେମାନେ ଈଶ୍ୱରଙ୍କ ଠାରୁ ମଧ୍ୟ ଊର୍ଦ୍ଧ୍ୱରେ ଅଛନ୍ତି। ଏହା ହେଉଛି ଅହଙ୍କାର ପରାକାଷ୍ଠ। ଭଗବାନଙ୍କୁ ମୋଦିଙ୍କ ଭକ୍ତ ବୋଲି କହିବା ଭଗବାନଙ୍କ ପ୍ରତି ଅପମାନ। ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି କହିଛନ୍ତି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ବ୍ରହ୍ମାଣ୍ଡର ପ୍ରଭୁ। ମହାପ୍ରଭୁଙ୍କୁ ଜଣେ ବ୍ୟକ୍ତିଙ୍କର ଭକ୍ତ କହିବା ଭଗବାନଙ୍କ ପ୍ରତି ଘୋର ଅପମାନ। ସେ କହିଛନ୍ତି ଯେ ଏହିଭଳି ବିବୃତ୍ତି ସମଗ୍ର ବିଶ୍ୱରେ ଜଗନ୍ନାଥ ପ୍ରେମୀ ତଥା ଓଡ଼ିଆ ଲୋକଙ୍କ ଭାବନା ଏବଂ ବିଶ୍ୱାସକୁ ଆଘାତ ଦେଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଭୁ ଜଗନ୍ନାଥ ଓଡ଼ିଆ ଅସ୍ମିତାର ସବୁଠାରୁ ବଡ଼ ତଥା ସର୍ବଶ୍ରେଷ୍ଠ ପ୍ରତୀକ। ପୁରୀ ଲୋକସଭା ଆସନ ବିଜେପି ପ୍ରାର୍ଥୀ ଦେଇଥିବା ବିବୃତ୍ତିକୁ ମୁଁ ଦୃଢ଼ ନିନ୍ଦା କରୁଛି। ଏହା ସହିତ ସେ କହିଛନ୍ତି ଯେ ଭଗବାନ ନେଇ କୌଣସି ରାଜନୈତିକ ବାକ୍ୟ ନ କରିବା ମୁଁ ବିଜେପିକୁ ନିବେଦନ କରୁଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହା କହିବା ଦ୍ୱାରା ଆପଣ ଓଡ଼ିଆ ଅସ୍ମିତାକୁ ଗଭୀର ଭାବେ ଆଘାତ ଦେଇଛନ୍ତି। ଓଡ଼ିଶାର ଲୋକମାନେ ଏହାକୁ ଦୀର୍ଘ ଦିନ ଧରି ମନେ ରଖିବେ ଏବଂ ଏହାକୁ ନିନ୍ଦା କରିବେ। ପ୍ରଭୁ ଜଗନ୍ନାଥଙ୍କୁ ରାଜନୀତିରେ ଦୂରେଇ ରଖିବା ପାଇଁ ମୁଁ ବିଜେପି ନେତାଙ୍କୁ ନିବେଦନ କରୁଛି ବୋଲି ନବୀନ ପଟ୍ଟନାୟକ ତାଙ୍କ ସାମାଜିକ ଗଣମାଧ୍ୟମରେ କହିଛନ୍ତି। କଂଗ୍ରେସ ନେତା ଶ୍ରୀନିବାସ ବିବି ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ଭିଡ଼ିଓକୁ ସେୟାର କରିଛନ୍ତି। ଏହି ଭିଡ଼ିଓ ସମ୍ବିତ ପାତ୍ର ଭଗବାନ ଜଗନ୍ନାଥଙ୍କୁ ମୋଦିଙ୍କ ଭକ୍ତ ବୋଲି ବର୍ଣ୍ଣନା କରିଛି, ଦୃଢ଼ ନିନ୍ଦା କରୁଛନ୍ତି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଥ ମଧ୍ୟ ଏହି ଭିଡ଼ିଓ ସେୟାର କରି ଲେଖିଛନ୍ତି ଯେ ପ୍ରଭୁ ଜଗନ୍ନାଥ ମୋଦିଙ୍କର ଜଣେ ଭକ୍ତ। ବିଜେପି ଲୋକଙ୍କର କ'ଣ ହୋଇଛି? ଆମର ଆରାଧ୍ୟ ଭଗବାନ ପ୍ରତି ଏପରି ଅପମାନ, ଏହି ଅହଙ୍କାର ବୋଲି ସେ କହିଛନ୍ତି। ପୂର୍ବ ନିର୍ବାଚନ ସମ୍ବିତ ପାତ୍ର ଜଗନ୍ନାଥଙ୍କ ମୂର୍ତ୍ତିକୁ ନେଇ ରାଜନୀତି କରିଥିଲେ। କେତେବେଳେ ଜଗନ୍ନାଥଙ୍କ ମୂର୍ତ୍ତିକୁ ମୁଣ୍ଡରେ ଧରି, କେତେବେଳେ କୋଳରେ ଧରି କୁଣ୍ଢେଇ ରଚାଇବା ପରି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ସେତେବେଳେ ସେ ସମସ୍ତଙ୍କୁ ପ୍ରଭୁ ଜଗନ୍ନାଥ ମୋତେ ଡାକୁଛନ୍ତି ଏବଂ ମୋଦି ପଠାଇଛନ୍ତି ବୋଲି କହି ବୁଲୁଥିଲେ, ଯାହାକୁ ନେଇ ସେ ସମୟରେ ଏହାକୁ ବେଶ୍ ସମାଲୋଚନା କରାଯାଇଥିଲା। ଏଥର ନିର୍ବାଚନରେ ସେ ସେଥିରୁ ନିବୃତ୍ତ ରହିଥିଲେ ମଧ୍ୟ ବର୍ତ୍ତମାନର ଏହି ବିବାଦୀୟ ବିବୃତ୍ତି ତାଙ୍କ ପାଇଁ ବୁମେରାଂ ହୋଇଛି।